ବାଙ୍ଗାଲୋରରେ ଐତିହାସିକ ମହାଶିବରାତ୍ରି ପାଳିତ ହଜାର ବର୍ଷର ପ୍ରତୀକ୍ଷା ପରେ ଦର୍ଶନ ଦେଲେ ବାବା ସୋମନାଥଙ୍କ ମୌଳିକ ଜ୍ୟୋତିର୍ଲିଙ୍ଗ। ବେଙ୍ଗାଲୁରୁର ବିଶାଳାକ୍ଷୀ ମଣ୍ଡପ ପରିସରରେ ଆର୍ଟ ଅଫ୍ ଲିଭିଂ ଇଣ୍ଟରନ୍ୟାସନାଲ ସେଣ୍ଟର ପକ୍ଷରୁ ମହାଶିବରାତ୍ରି ପାଳିତ ହୋଇଛି। ଭାରତର ଗୌରବମୟ ଐତିହ୍ୟ ତଥା ପରମ୍ପରାର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଯାହା କାଳକ୍ରମେ ବିଲୁପ୍ତ ପ୍ରାୟ ଅବସ୍ଥାରେ ଥିଲା, ତାହା ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଅନନ୍ୟ ପ୍ରୟାସ ଦ୍ୱାରା ଦୀର୍ଘ ହଜାର ବର୍ଷ ପରେ ଉଜାଗର ହୋଇ ଇତିହାସ ରଚିଛି। ବାବା ସୋମନାଥଙ୍କ ମୌଳିକ ଜ୍ୟୋତିର୍ଲିଙ୍ଗ ଯାହା ମୋଗଲ ଆକ୍ରମଣକାରୀଙ୍କ ନଜର ଆଢୁଆଳରେ ଶତାଧିକ ଦଶନ୍ଧି ପର୍ଯ୍ୟନ୍ତ ଲୁଚାଇ ରଖାଯାଇଥିଲା, ତାହା ଏବେ ଅଗଣିତ ଶ୍ରଦ୍ଧାଳୁଙ୍କ ଦର୍ଶନ ଲାଗି ପୁନଃ ପ୍ରତିଷ୍ଠା ହେବାକୁ ଯାଉଛି। ବାଙ୍ଗାଲୋରଠାରେ ମୌଳିକ ଜ୍ୟୋତିର୍ଲିଙ୍ଗଙ୍କ ପୁନଃ ଆବିର୍ଭାବକୁ ଇଣ୍ଟରନେଟ୍ ଜରିଆରେ 180 ଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିଛନ୍ତି। କେନ୍ଦ୍ର ଆଇନ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଐତିହାସିକ ମହାଶିବରାତ୍ରି ଉତ୍ସବରେ ସାମିଲ ହୋଇଥିଲେ। ଯୁବ ଆଇକନ୍ ତଥା ଗ୍ରାମୀ ଆୱାର୍ଡ ପାଇଁ ମନୋନୀତ ବିଶିଷ୍ଟ ଅନ୍ତର୍ଜାତୀୟ କଣ୍ଠଶିଳ୍ପୀ ରାଜକୁମାରୀଙ୍କ ସୁଲଳିତ କଣ୍ଠରେ ପରିବେଶିତ ଭକ୍ତି ସଙ୍ଗୀତରେ ମନ୍ତ୍ରମୁଗ୍ଧ ହୋଇଥିଲେ ଅଗଣିତ ଦର୍ଶକ।